ଶ୍ରୀ ଶ୍ରୀ ନୃସିଂହ ପୁରାଣ ମୁରାସୁରର ସଭା। ଏହି ରୂପେ ଦିବାରାତ୍ର ଯାନ୍ତେ ହୋଇ ଭୋଗ ସଭାରେ ବିଜୟ କରି ବସିଲେ ନୃସିଂହ। ସେହିଠାରୁ ମୋର ଦୈତ୍ୟ କଥା ଏବେ ଶୁଣ, ଚତୁର୍ଥ ସାଗର ବାଣୀ ଅଟେ ଏ ପୁରାଣ। କନକାବତୀ କଟକ ନଗର କାହାଣୀ, ସାବଧାନେ ବସି ଶୁଣ ଏବେ ନୃପମଣି। ସେ ନଗର ପୂର୍ବଦ୍ୱାରେ ମୋର କରେ ସଭା, ତିନି ପୁର ଲୋକ ଆସି ହୋଇଛନ୍ତି ଉଭା। ଦେବଗଣ ନରଗଣ ନାଗଗଣ ଆଦି, 36 ସେନା ଆବର ଯେତେ ମହାଯୋଧି। ବାରତା କହନ୍ତି ଦୂତେ ତିନି ପୁରୁ ଆସି, ପାତ୍ର ମନ୍ତ୍ରୀଙ୍କ ମୁଖରୁ ଶୁଣେ ରାଜା ବସି। ଶୁକ୍ର ଗୁରୁ ରହିଛନ୍ତି ତହିଁ ବିଜେ କରି, ବସିଛନ୍ତି ସଭା ଯାକ ନିଶବଦେ ପୁରୀ। ଆଖଡ଼ା ଶାଳ ଖବର ଦେଲା ଚାର ଆସି, ବୋଇଲାକ ସାବଧାନେ ଶୁଣ ଦୈତ୍ୟ ଶଶୀ। ଯେବେ ତୁମ୍ଭ ପୁତ୍ର ନାତି ବିଦ୍ୟା ପଢ଼ୁଥିଲେ, ନାହାନ୍ତି ସେଠାରେ କେହି କାହିଁ ଚାଲିଗଲେ। ରାଉତ ମାହୁନ୍ତ ଆଦି ଯେତେ କପଦାତି, ପାହାରି ଗଣ ସହିତେ ଗୋଟିଏ ନାହାନ୍ତି। ଆଖଡ଼ା ଶାଳର ସୀମା ପାଚେରିକି ଯାଇ, ଭୋଦେବ ଦେଖିଲି ତହିଁ କେହି ଲୋକ ନାହିଁ। ପ୍ରଥମ ଖଣ୍ଡ ଆବର ବୃକ୍ଷଗିରି ଖଣା, ହୋଇଅଛି ମହାଶୂନ୍ୟ ତେଡ଼େକ ଅଗଣା। ମୋହର କହିବା କଥା ବିଶ୍ୱାସ ନ ହେଲେ, ବୁଝନ୍ତୁ ଅପର ଦୂତ ପେଶି ତାହା ଭଲେ। ଏମନ୍ତ ବୋଲି କହନ୍ତେ ଦୂତ ଆସି ବାଣୀ, ସଭାଯାକ ନିଶବଦ ହେଲେ ତାହା ଶୁଣି। କେବଲେ ବହିଲା କି ହୋ ଅଣଚାଶ ବାତ, କେବଲେ ଶୁଣି ଲାଗୁଛି ଏହା ବିପରୀତ। କେବଲେ ଆସିଲା ଯେବେ ଅଣଚାଶ ମାଡ଼ି, ବୃକ୍ଷମାନେ ଉପୁଡ଼ିଣ ତଳେ ଥାନ୍ତେ ପଡ଼ି। କେବଲେ ଅଟନ୍ତି ରାଜପୁତ୍ରେ କେଡ଼େ ଯୋଧି, ଉପାୟ କରି ତଳକୁ ଦେଲେ ଶର ରୁନ୍ଧି। କେବଲେ କେଡ଼େ ପାଚେରି ସେହି କାହିଁ ଗଲା, ପବନ ବହନ୍ତେ ଭାଜି ଦିଶନ୍ତା ତ ମେଲା। କେବଲେ କେଡ଼େ ଆଖଡ଼ା ପାଚେରିର ବେଢ଼ା, କି ରୂପେ ଉପାଡ଼ି ଦେଲା ବାତ ତେଡ଼େ ଗଡ଼ା। ତଥାପି ହେଲେ ବାତକୁ ବୋଲିବା ନା କିସ, ଯହିଁ ଲତା ବୃକ୍ଷ ଦେଖା ନାହିଁ ତହିଁ ଲେଶ। ଏ ରୂପେ ବୋଲିଣ ଦୈତ୍ୟ ହୁଅନ୍ତେ କାଉଳି, ଅନ୍ତପୁର ମଧ୍ୟେ ପଡ଼ିଗଲା କବବାଳି। ଝରା ପରି ବାରିଏ ସେ ସଭା କଥା ଶୁଣି, ମହାଦେଈଙ୍କୁ କହିଲେ ପୁତ୍ରଙ୍କର ବାଣୀ। ବୋଇଲେ ଆଖଡ଼ା ଶାଳେ ଯେତେ ଯାଇଥିଲେ, ପାଚେରି ଘର ସହିତ କାହିଁ କେଣେ ଗଲେ। ଏ ରୂପେ ଯେ ଦୂତମାନେ କହୁଛନ୍ତି ଆସି, ଶୁଣିଣ କାନ୍ଦନ୍ତି ରାଣୀ ମାନେ ଶୋକ ବସି। ଜଣେ ନୁହଁ 33 କୋଟି ମହାରାଣୀ, ଭୂମିରେ ପଡ଼ି ଲୋଟନ୍ତି ଉଚ୍ଚେ ଟେକି ବାଣୀ। ସଭାରୁ ଉଠି ସବୁଙ୍କୁ ମୋର ନିବର୍ତ୍ତାଇ, ବୋଇଲାକ ଅକାରଣେ ରୋଦୁଛ କିମ୍ପାଇଁ। ଗଲା ମଲା ବୋଲି କିଛି ଗୋଚର ତ ନାହିଁ, ମହୀକର୍ଣ୍ଣକୁ ମୋହର ମାରି କେ ପାରଇ। ସହସ୍ରେ ହରି ହେଲେ କି ହେବ ତାକୁ ସରି, ଜାଣିଛ ଆଉ ପୁତ୍ରଙ୍କ ଗୁଣ ଜନ୍ମ କରି। ବ୍ରହ୍ମାଣ୍ଡ ଯାକେ ମୋହର ପୁତ୍ରେ ମହାବଳୀ, ଜଣେ ଜଣେ ମେରୁଗିରି କ୍ଷଣେ ଦେବେ ଟାଳି। କି ରୂପେ କାହିଁ ସେ ଅବା ଯାଇଛନ୍ତି ଲୁଚି, ଏଥକୁ କରୁଛ ଶୋକ କିମ୍ପା ମନେ ମୂର୍ଚ୍ଛି। ଏ ରୂପେ କହି ସବୁଙ୍କୁ ରାଜା ନିବର୍ତ୍ତାଇ, ଲେଉଟି ସଭା ମଧ୍ୟରେ ବସିଲେ କଜାଇ। ସକଳ ସେନାଙ୍କୁ ଚାହିଁ ପୁଛେ ପୁଣି ପୁଣି, ବୋଇଲା ସ୍ଥିର କରିଣ କହ କଥା ପୁଣି। ସୁବିଜ୍ଞ ମନ୍ତ୍ରୀ କି ପୁଣି ପୁଛେ ରାଜା ଚାହିଁ, ସେ ବଲ୍ଲଭ ରାଜା ପୋଏ ଗଲେ ମଧ୍ୟ କାହିଁ। କିବା କୁହୁକ ବିଦ୍ୟା ସେ କରି ଲୁଚାଇଲେ, କିଅବା ସେ ଜଳଧର ବ୍ୟୁହ ପ୍ରକାଶିଲେ। ନୁହନ୍ତି ତ ଏତେ ତେବେ 17 ଯେ ଲକ୍ଷ, ଆବର ଅଟନ୍ତି ନାତି ମୋର 9 ଲକ୍ଷ। ମୋ ପୁତ୍ର ନାତିଙ୍କି କାହିଁ ରଖିଲେ ସେ ନେଇ, ବିଚାରି ମୁଁ କିଛି ସ୍ଥିର କରି ପାରୁନାହିଁ। କାହିଁ ଭୁଲାଇ ପୁତ୍ରଙ୍କୁ ମୋର ଲୁଚାଇଲେ, କହ ତୁହି ମନ୍ତ୍ରୀବର ମନେ ପାଞ୍ଚି ଭଲେ। ସୁବିଜ୍ଞ ବୋଲେ ଶୁଣିମା ହେଉ ନୃପସାଇଁ, ଅଧୈର୍ଯ୍ୟ ନୋହିଲେ କଥା ଏକ କହିବଇଁ। ଚାରି ଦିଗକୁ ପେଶିବା ଏବେ ଦୂତ ଜାଣ, ତେବେ ସିନା ସବୁ କଥା ଜାଣିବା ତକ୍ଷଣ।
ଶୁଣିଣ ବୋଇଲା ମୋରାସୁର ସତ୍ୟ ସତ୍ୟ ଚାରି ଦିଗକୁ ଏବେ ହୋ ପେଶ ବେଗେ ଦୂତ କେ ଆଜି ଆସିବ କେ ଆସିବ ଯେ କାଲି ବିଳମ୍ବ ନ କରି ଶୀଘ୍ରେ ଆସନ୍ତୁ ଯେ ବୁଲି ଦୂତ ଆସିବା ଯାଏ ନ କରେ ସ୍ନାନ ପୁଣି ପେଶ ବେଗେ ଦୂତ କହନ୍ତି ଯେ ତଥ୍ୟବାଣୀ ଶୁଣିଣ ପେଶିଲା ମନ୍ତ୍ରୀ ବର ବେଗେ ଦୂତ ରାଜାର ଛାମୁରେ ଆସି କହିବ ଯେ ସତ୍ୟ ଏହି ଲାଗେ ଯାଅ ବେଗେ 10 ଦିଗ ବୁଲି କେହୁ ବା ଆଜ ଆସ କେ ଅବା ଆସ କାଲି ଶୁଣି କରି ଚାର ଗଣେ ହେଲେ ବେଗେ ସଜ ଅଶ୍ଵ ଚଢ଼ି ବୁଲିଲେ କ ଯାଇ ରାଜ୍ୟ ରାଜ୍ୟ ଛତିଶଗଡ଼ ପାଟଣା ମଠ ପେଣ୍ଠ ନଗ୍ର ଆସନ୍ତି କନ୍ଦି ବିକନ୍ଦି ଖୋଜି ବୁଲି ବ୍ୟଗ୍ର ତଡ଼ାଗ ପୁରୁଣା ବାସ ଜୀର୍ଣ୍ଣ କୂପ ଆଦି ଜଙ୍ଗଲ ବନ କନ୍ଦର ଆଉ ନଦ ନଦୀ ତ୍ରିପୁର ଯାକ ବୁଲି ସେ ଅଗମ୍ୟେ ପଶିଲେ ଚିହ୍ନ ବର୍ଣ୍ଣ କେଉଁଠାରେ କିଛି ନ ଦେଖିଲେ ଏଥୁ ଅନନ୍ତରେ ସର୍ବେ ରାଜାଙ୍କୁ ପ୍ରବୋଧି ସଭାକୁ ନେଇ କହନ୍ତି ଭିନ୍ନ ଭିନ୍ନ ବୁଦ୍ଧି ସୁବିଜ୍ଞ ମନ୍ତ୍ରୀ ବିକଣ୍ଠ ଆଉ କଣ୍ଠ ସେନା ସମସ୍ତେ କହନ୍ତି ତାକୁ ବାହ୍ୟ ପ୍ରବୋଧେନା ବୋଲନ୍ତି ଭୋ ରାଜା ଏବେ ମନ୍ଦିରକୁ ଚାଲ ବୋଧି ରାଣୀଙ୍କୁ କହିବା କିଛି କଥା ଭଲ ଶୁଣିଣ ସବୁରି ବୋଲ ମୋରାସୁର ମାନି ଚାଲେ ଧୀରେ ଧୀରେ ସଙ୍ଗେ ଭାଇଙ୍କୁ ଯେ ଘେନି ସେନାପତିଗଣ ମଧ୍ୟ ଚାଲୁଛନ୍ତି ସଙ୍ଗେ ଚାଲନ୍ତି ଯେ ଶୁକ୍ରମୁନି ରାଜା ଆଗେ ଆଗେ ଅନ୍ତପୁର ମନ୍ଦିରେ ଯେ ହୋଇଲେ ପ୍ରବେଶ ଆରତରେ ରୋଦନ୍ତି ସେ ସର୍ବରାଣୀ ହଂସ ସବୁଙ୍କୁ କହନ୍ତି ଶୁକ୍ରମୁନି ତିଆରିଣ ବୋଲନ୍ତି ବୁଝିବା ଯାଏ ନକର କାରୁଣ୍ୟ କୃଷ୍ଣ ବଲ୍ଲଭ ପୁତ୍ରେ କୁହୁକ କରିଥିଲେ ମାୟା ଜାଲେ କୁମରଙ୍କୁ ଲୁଚାଇ ରଖିଲେ ଏଣୁ କରି ତୁମ୍ଭେ କେହି ନକର ରୋଦନ କାଲିକି ଯେ ଜଣାଯିବ ସ୍ଥିର କଥା ମାନ ଏ ରୂପେ କହି ଥୋକାଏ ଗୁରୁ କଲେ ବୋଧ କହନ୍ତି ଚତୁରାନନ ଶୁଣନ୍ତି ନାରଦ ସେଦିନ ଅସୁର ରାଜା ନ କଲା ମଣ ହିଁ ରହିଲା କ ଉପବାସେ ଦୂତଙ୍କୁ ସେ ଚାହିଁ ଶୀତଳ ଦ୍ରବ୍ୟ ସାରିଣ ରାତ୍ର ପୁହାଇଲେ ଏଥୁ ଅନନ୍ତରେ ଚାରେ ପ୍ରବେଶ ହୋଇଲେ ପଶ୍ଚିମ ପୂର୍ବ ଦକ୍ଷିଣ ଦିଗରୁ ହେ ଚାରେ ପ୍ରବେଶ ହୋଇଲେ ଆସି ରାଜାଙ୍କ ଛାମୁରେ ବୋଇଲେ ଶୁଣ ହେ ରାଜା ବୁଲି ବୁଲି ମହି ତୋ ପୁତ୍ରଙ୍କ ଚିହ୍ନ ବର୍ଣ୍ଣ ନ ଦେଖିଲୁ କାହିଁ ଶୁଣି ମୋରାସୁର ବୋଲି କ୍ଷଣେ ମଥାପତି ବୋଇଲା ସେ କାହିଁ ଗଲେ ଏତେ ପୁତ୍ର ନାତି କୃଷ୍ଣ ବଲ୍ଲଭର ପୁତ୍ର ଗଲେ ମଧ୍ୟ କାହିଁ ମୋତେ ହିଁ ସେ ମନ୍ଦ ପାଞ୍ଚି ରହିଲେ କି ମହି ଏ ରୂପେ କରନ୍ତେ ମୋରାସୁର ମନ ଦୁଃଖ ମିଳିଲେ ଉତ୍ତର ଦିଗ ଚାର ଆସି ପାଖ ଘଣ୍ଟାରବ ମୃଗ ପ୍ରାୟ ଛନ୍ତି ସର୍ବେ ଚାହିଁ ଉତ୍ତର ଦିଗରେ ଚାର ଆସି ବାର୍ତ୍ତା କହି ବୋଇଲେ ଶୁଣ ହୋ ଦେବ ଦୈତ୍ୟ କୁଳ ରାଏ ପୁତ୍ର ମାରିଗଲେ କୃଷ୍ଣ ବଲ୍ଲଭର ପୋଏ ଦେଖିଲୁ ବଦ୍ରିକାଶ୍ରମେ ଛନ୍ତି ଦୁହେଁ ବସି ଆବର ବନ୍ଧୁ ଅଛନ୍ତି ଗଡ଼ ତୋଟା ମିଶି ହୋଇଛି ପାଚେରୀ କାନ୍ଥ 10 ଜୁଣ ଉଚ୍ଚ ବେନି କୋଶ ଓସାରରେ ବସେ ଗଡ଼ ସଞ୍ଚ ତୁମ୍ଭ ପୁତ୍ରକୁ ପଢ଼ାଉଥିଲେ ବିଦ୍ୟା ଯେହୁ ଦେଖିଲୁ ସେ ଶଙ୍ଖ ଚକ୍ର ଗଦା ପଦ୍ମ ବାହୁ ଗରୁଡ଼ ବୋଲି ଅଛଇ ପାଶେ ପକ୍ଷୀ ଜଣେ ତାହାରି ହାତେ ମରାଇ ଗଲେ ନାରାୟଣେ ବାତାଘାତେ ସମସ୍ତଙ୍କୁ ଉଡ଼ାଇ ସେ ନେଲା ସମୁଦ୍ରେ ପକାଇ ସେହୁ ମାଡ଼ିଣ ବସିଲା ଥଣ୍ଟ ମୁନି ହାଣି ହାଣି ପାଦେ ଦେଲା ମାଡ଼ି ଗୋଟିଏ କେହି ଉବୁରି ନାହାନ୍ତି ବାହୁଡ଼ି ମହିକର୍ଣ୍ଣ ପୁତ୍ର ଏକା କଲା ଯେତେ ଯୁଦ୍ଧ କପାଳ ଫୁଟାଇ ପ୍ରାଣ ନେଲା ପକ୍ଷୀ ମନ୍ଦ ବେନି ଫାଳ କରି ସମୁଦ୍ରକୁ ଫିଙ୍ଗି ଦେଲା ବଲ୍ଲଭ ପୁଅଙ୍କୁ ତହୁଁ ବହିଣ ଆଣିଲା ବଦ୍ରିକା ନଗରରେ ଆସି ହୁଅନ୍ତେ ପ୍ରବେଶ ଏକାଦାତ୍ର କେ ବାନ୍ଧିଲେ ଗଡ଼ ହୃଷିକେଶ ଏ ରୂପେ ବଦ୍ରିକା ଲୋକ ହୁଅନ୍ତି କୁହାକୁହି ଏକଥା ଶୁଣି ଅଇଲୁ ଆମ୍ଭେ ବେଗେ ଧାଇଁ ହରେ କୃଷ୍ଣ 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 ହରେ 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 ରାମ 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 ହରେ ହରେ ହରି ବୋଲ।